ଆପଣ ପ୍ରୟାଗରାଜ ଯଦି ଆସୁଛନ୍ତି ତେବେ ନାଗବାସୁକୀ ମନ୍ଦିରକୁ ନିଶ୍ଚିନ୍ତ ଯିବେ, କାରଣ ମାନ୍ୟତା ରହିଛି ଯେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପରେ ଯଦି ଆପଣ ନାଗବାସୁକୀଙ୍କ ଦର୍ଶନ କରୁନାହାନ୍ତି ତାହେଲେ ତୀର୍ଥ ପୂର୍ଣ୍ଣ ହୋଇନଥାଏ। ତେବେ ଆସନ୍ତୁ ବୁଲିଯିବା ଏହି ନାଗବାସୁକୀ ମନ୍ଦିର ଆଉ ଜାଣିବା ଏହାର କିମ୍ବଦନ୍ତୀ। ଗଙ୍ଗା କୂଳରେ ଥିବା ଏହି ମନ୍ଦିରରେ ପୂଜା ପାଆନ୍ତି ସର୍ପରାଜ ବାସୁକୀ। ପ୍ରତିବର୍ଷ ନାଗପଞ୍ଚମୀରେ ଏହି ମନ୍ଦିରରେ ଦେଖିବାକୁ ମିଳିଥାଏ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼। ମତ୍ସ୍ୟ ପୁରାଣ ଅନୁଯାୟୀ ମାନ୍ୟତା ରହିଛି ଯେ ନାସିକ ଏବଂ ନାଗବାସୁକୀ ଭାରତର କେବଳ ଦୁଇଟି ମାତ୍ର ମନ୍ଦିର ଯେଉଁଠି ଦର୍ଶନ କଲେ କଟିଥାଏ କାଳ ସର୍ପଦୋଷ। ଦଶମ ଶତାବ୍ଦୀରୁ ଏହି ମନ୍ଦିର ଏଠାରେ ରହିଥିବା ଉଲ୍ଲେଖ ରହିଛି। ମନ୍ଦିରରେ ବର୍ତ୍ତମାନର କାରୁକାର୍ଯ୍ୟକୁ ଅଷ୍ଟାଦଶ ଶତାବ୍ଦୀର ମରାଠା ରାଜା ଶ୍ରୀଧର ଭୋଂସଲେ ନିର୍ମାଣ କରିଥିଲେ। ନାଗବାସୁକୀଙ୍କ ବ୍ୟତୀତ ଏଠାରେ ଶିବ, ପାର୍ବତୀ, ଗଣେଶ ଏବଂ ଭୀଷ୍ମ ପିତାମହ ପୂଜା ପାଉଛନ୍ତି। ସ୍କନ୍ଦ ପୁରାଣ, ଭଗବତ ପୁରାଣ ଓ ମହାଭାରତରୁ ଜଣାଯାଏ ଯେ ସର୍ପରାଜ ନାଗବାସୁକୀଙ୍କ ସମୁଦ୍ର ମନ୍ଥନ ସମୟରେ ପ୍ରମୁଖ ଭୂମିକା ଥିଲା। ମନ୍ଥନ ସମୟରେ ନାଗବାସୁକୀଙ୍କୁ ମନ୍ଥନ ରସି ଭାବରେ ଦେବତା ଓ ଅସୁରମାନେ ବ୍ୟବହାର କରୁଥିଲେ। ଆଉ ମନ୍ଦରା ପର୍ବତ ଚାରିପାଖରେ ଗୁଡ଼େଇ ହୋଇ ରହିଥିଲେ ନାଗବାସୁକୀ ଓ ପର୍ବତ ଉପରେ ବସିଥିଲେ ବିଷ୍ଣୁ। ତେବେ ବିଶ୍ୱାସ ରହିଛି ଯେ ସମୁଦ୍ର ମନ୍ଥନ ପରେ ସର୍ପରାଜ ଏହି ସ୍ଥାନରେ ବିଶ୍ରାମ କରିଥିଲେ। ପରେ କାଶୀରାଜା ଦିବୋଦଶା ବାସୁକୀଙ୍କୁ କାଶୀ ନେବା ପାଇଁ ତପସ୍ୟା କରିଥିଲେ, ହେଲେ ଦେବତାମାନଙ୍କ ଅନୁରୋଧରେ ସେ ଏଇଠାରେ ରହିଥିଲେ। ନାଗବାସୁକୀଙ୍କ ଦୁଇଟି ସର୍ତ୍ତ ଥିଲା ଯେ ତ୍ରିବେଣୀରେ ବୁଡ଼ ପକାଇ ଭକ୍ତମାନେ ତାଙ୍କର ଦର୍ଶନ କରିବେ ଆଉ ନାଗପଞ୍ଚମୀରେ ସେ ପୂଜା ପାଇବେ। ସେବେଠାରୁ ନାଗବାସୁକୀ ଏଠାରେ ପୂଜା ପାଉଛନ୍ତି।